ଆମ ମାର୍କେଟ ଜଣେ ଲୋକ ସିମ୍ ନେଇକି ଆସିଛି ତା ସହିତ ଗୋଟେ ବାଲ୍ଟି ଫ୍ରି ଦଉଛି। ଆମ ସନ୍ତୁ ଭାଇ ବର୍ଥଡେ ଭଲ ରଙ୍ଗର କରିଲୁ। ଆମେ ଦି ଜଣ ଗଲୁ କେକ୍ ଆଣିତେ, ଗୋଟେ କଷ୍ଟମର କୁ କେକ୍ ଦେଇ ପାରିଲୁନି। ଜୟ ଜଗନ୍ନାଥ ଆଉ ଗୋଟେ ମିନି ବ୍ଲଗ କୁ ସ୍ୱାଗତ ଜଣାଉଛି। ସମସ୍ତେ ଜାଣିଛ କାଲିକାର ଭିଡିଓରେ କହିଥିଲି ହୋଟେଲ ବନ୍ଦ କରିବା କଥା, ହୋଟେଲ ବନ୍ଦ କରିଦେଇଛି। ସକାଳ ଯେତେବେଳେ ଦୋକାନ ବସିଥିଲି ଏ ବି ଲୋକ ଆସୁଛନ୍ତି, ବେଶୀ କରି ଆମରି ମାର୍କେଟ ଲୋକ କହୁଛନ୍ତି ତୁ କଣ ହୋଟେଲ ବନ୍ଦ କରିଦେଇଛୁ, ଯଦି ଚଲେଇ ପାରିବୁନି କାହିଁକି ଖୋଲୁଥିଲୁ। ଏଇର ଢେର କଥା କହିକି ଗଲା, ବହୁତ ଖରାପ ଲାଗିଥିଲା। ମୁଁ କିନ୍ତୁ ଏପଟ କାନରେ ଶୁଣିକି ସେପଟ କାଢିଦେଲି। ଚାଲ ଏବେ କଣ୍ଟେଣ୍ଟ ଖୋଜିବା। ଜଣେ କଷ୍ଟମର ଆସିଲା କାଠି ଚକୋଲେଟ କୁରକୁରି ଦେଲି, ତାପରେ ଆଉ ଜଣେ ଆସିଲା ପାନ ସଫଲ ତାକୁ ଦେଲି। ଆମ ମାର୍କେଟ କୁ ଦି ଜଣ ଲୋକ ସିମ୍ ନେଇକି ଆସିଛନ୍ତି, ଯଦି ଏୟାରଟେଲ ଥିବ ତାକୁ ଜିଓ କରିଦେବେ ପୁଟିଂ କରିକି, ଗୋଟେ ମାସ ରିଚାର୍ଜ ଫ୍ରି ମିଳିବ। ତା ସହିତ ବାଲ୍ଟି ଗୋଟେ ଦଉଛନ୍ତି। ଢେର ଦିନ ହେଲା ଆମ ବଙ୍କୁ ମୁଁ କଷା ଗୁଲୁଲା ଖାଇଥିଲୁନି, ଆଜି ଆଣିକି ଦି ଜଣ ଦାବି ଦେଲୁ। ଖାଇଦେଇକି ଦୋକାନ ବନ୍ଦ କରି ଘରକୁ ପଳେଇ ଆସିଲି। ଏଠି ଖାଇଦେଇକି ବେଳଟା ମୁଁ ଚାଲିଲି କେକ୍ ଆଣିବାକୁ। ଆଜି ଗୋଟେ ନୂଆ ଛୁଆକୁ ନେଇକି ଯାଉଛି, ବଙ୍କୁକୁ ଡାକିଲି, କହିଲା ଯେ ମୁଁ ଗୋଟେ ଜାଗାକୁ ଯିବି ବୁଲିବାକୁ, ଆଜି ମୁଁ ଯିବିନି। ସେଥିପାଇଁ ଆମ ଲିପୁନ ବୁଲୁଥିଲା, ତାକୁ ଧରିକି ପଳେଇ ଆସିଲି। ଦୋକାନରେ ପହଞ୍ଚିକି ସବୁ କେକ୍ ବାଛିଲି, ଆଉ ଦିଟା ପେଷ୍ଟ୍ରି ମଗେଇଲି, ଦି ଜଣ ଖାଇ ବୁଲି ଖାଇଦେଇକି କେକ୍ ନେଇକି ପଳେଇ ଆସିଲି। ରାତିରେ ଆମେ ସବୁ କେକ୍ ନେଇକି ଆସିଲୁ। ଆମ ସନ୍ତୁ ଭାଇର ବର୍ଥଡେ ଥିଲା, ସମସ୍ତେ ମିଶିକି କେକ୍ କାଟିବୁ। ଆଉ କିଛି ଲୋକ ଆସିଥିଲେ ଆମ ପାର୍ଟିରେ, କେକ୍ କଟା ଆରମ୍ଭ ହେଲା, ସମସ୍ତେ ଖାଇଲୁ। ଆଜିର ବ୍ଲଗ ଏଇ ରଖୁଛି, ଆଉ ଦେଖିବା ନେକ୍ସଟ ବ୍ଲଗ ରେ।